ଗତ 6-7 ତାରିଖ ଦିନ କୁଚିଣ୍ଡା ଉପଖଣ୍ଡ ବାମରା ଏବଂ କୁଚିଣ୍ଡା ବ୍ଲକରେ ବହୁତ ଭୟଙ୍କର ବନ୍ୟା ହେଇଛି, ଯାହା ବାଦଲ ଫଟା ବର୍ଷା କୁହାଯାଏ। କାରଣ ଗୋଟିଏ ଦିନରେ 322.8 ମିଲିମିଟର କୁଚିଣ୍ଡା ବ୍ଲକରେ ହେଇଥିଲା। ଚମେନକ୍ରା ବ୍ଲକରେ 331.4 ମିଲିମିଟର ବର୍ଷା ହେଇଥିଲା, ଯାହା ଫଳରେ କୁଚିଣ୍ଡା ଏବଂ ବାମରା ଅଞ୍ଚଳର ବହୁତ କ୍ଷତି ହେଇଛି। এই କ୍ଷତିକୁ ସମ୍ବଲପୁରର ବିଭିନ୍ନ ବିଭାଗ ଅଧିକାରୀ ମାନେ ସଠିକ ଭାବରେ ମୂଲ୍ୟାଙ୍କନ କରିଛନ୍ତି, ସହଯୋଗ କରିଛନ୍ତି। ସେ ଦୃଷ୍ଟିରୁ ଆମେ 2 ଦିନ এই କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଅଞ୍ଚଳ ଗସ୍ତ କରିଛୁ। ଆଉ ଗସ୍ତ କଲା ଭିତରେ ଯେଉଁ ରିପୋର୍ଟ କଲେକ୍ସନ ହେଇଛି, ସେ ରିପୋର୍ଟ ଅନୁସାରେ ଆମର 17 ଗାଁ ଏଫେକ୍ଟେଡ ହେଇଛି। ଏଥିରେ ଆମେ ରନ୍ଧା ଖାଦ୍ୟ ହିସାବରେ 934 ପରିବାରକୁ ଆମେ 2 ଦିନ ଖାଇବା ପାଇଁ ଦେଇଛୁ। ଟୋଟାଲ ହାଉସ ଡ୍ୟାମେଜ ହେଇଛି 242ଟି ହାଉସ ଡ୍ୟାମେଜ ହେଇଛି। ତାର ଭିତରେ ପାର୍ଟଲି ଅଛି, ଫୁଲ୍ଲି ବି ଅଛି ଏବଂ ୱାଶ ଆଉଟ୍ ବି ଅଛି। ଏବଂ କ୍ରପ ଡ୍ୟାମେଜ ହେଇଛି ଆମର 626 ହେକ୍ଟର କ୍ରପ ଡ୍ୟାମେଜ ହେଇଛି। ରୋड ଡ୍ୟାମେଜ 306 କିଲୋମିଟର ରୋड ଡ୍ୟାମେଜ ହେଇଛି। ତାରି ଭିତରେ ରୋड କଟଅଫ ବି ଅଛି, ବ୍ରିଜ ଭାଙ୍ଗିଛି, ବ୍ରିଜ ୱାଶ ଆଉଟ୍ ବି ହେଇଛି। ଏବଂ ସେ ହିସାବରେ ବ୍ରିଜ ଯେଉଁ ସିଟି କଟଅଫ ହେଇଛି ତାର 21ଟି କଟଅଫ ହେଇଛି। ଏବଂ ଯେଉଁ ବନ୍ଧ ଅଛି 14ଟି ବନ୍ଧ ଭାଙ୍ଗିଛି। କିଛି ବ୍ଲକର ଅଛି, କିଛି ସଏଲ କନଜରଭେସନର ଅଛି, କିଛି ITDA ର ଅଛି। এই ପ୍ରକାର ଭାବରେ ଅଭାବନୀୟ କ୍ଷତି ସୃଷ୍ଟି ହେଇଛି। ତାକୁ ଆମେ 7 ଦିନ ଭିତରେ ଲୋକ ଯିବା ଆସିବା ପାଇଁ ସମ୍ପୂର୍ଣ୍ଣ ଭାବରେ ସବୁ ରାସ୍ତା, ସବୁ ଭାଙ୍ଗିଥିବା ବିଷୟକୁ 7 ଦିନ ଭିତରେ କମ୍ପ୍ଲିଟ କରିବେ। ଏବଂ ପୂର୍ବରୁ ଯେଉଁ ପରିସ୍ଥିତି ଥିଲା ସେ ପ୍ରକାର ପରିସ୍ଥିତିରେ ତାଙ୍କର 1 ମାସ ଭିତରେ ସେମାନେ କମ୍ପ୍ଲିଟ କରିବେ। ଏଠି ଦେଖା ଦେଇଛି ଯେ 1960 ମସିହା, 2001 ମସିହା ଏବଂ ମଝିରେ କମ ହେଇଛି, ଏ ହେଉଛି 2025 ମସିହା। ଏ ତିନୋଟି ଯେଉଁ ମହାନଦୀ ଭେଡେନର ବେସିନ୍ ଅଛି, କୁଚିଣ୍ଡା ଉପଖଣ୍ଡ ଅଛି, ଏ ଅଞ୍ଚଳର ବନ୍ୟା ସୃଷ୍ଟି ହେଇଛି। ଏଥର ଯେଉଁ ଭେଡେନ ବେସିନ୍ ଅଛି, ଭେଡେନ ବେସିନରେ ଲମ୍ବୋଦରା, ଖର୍ଲା, ଶଙ୍ଖ ଭାଙ୍ଗୁଣି, ଓଡ଼ପଟା, ଏସବୁ ଯେଉଁ ନଦୀ ଅଛି, ଏସବୁ ନଦୀରେ କେବଳ ଭେଡେନ ରିଭର, ଓଡ଼ପଟା, ଏ 2 ନଦୀରେ ବନ୍ୟା ହେଇଥିଲା। ଯଦି ଶଙ୍ଖ ଭାଙ୍ଗୁଣି, ଖର୍ଲା ଏବଂ ଲମ୍ବୋଦରାରେ ଯଦି ବନ୍ୟା ପରିସ୍ଥିତି ଦେଖା ଦେଇଥାନ୍ତା, ତାହେଲେ ଏତେ କ୍ଷତି ହେଇଥାନ୍ତା
କହିହେବନି। ତ ସେ ପ୍ରକାର ବର୍ଷା ଗୋଟିଏ ଦିନରେ ହେଲା ଏବଂ ପାହାଡ଼ ପାଣି ଏକା ସାଙ୍ଗରେ ମାଡ଼ି ଆସିଲା। ଯେତେବେଳେ ବନ୍ଧ ଘାଇ କରିଦେଲା ଆହୁରି ଅଧିକ ହେଇଗଲା। ତ ସେଇ କ୍ଷତିକୁ ଆକଳନ କରି ଆଜି ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ସାଙ୍ଗରେ ଯେଉଁ ମିଟିଂ ହେଲା ସେଥିରେ ଆମେ ନିର୍ଦ୍ଦେଶ ନେଇଛୁ। ଆଗାମୀ ଦିନରେ ବି ଏ ବନ୍ୟା ଦାଉରୁ ବଞ୍ଚିବା ପାଇଁ କେମିତି ଯେଉଁ ରେସ୍କ୍ୟୁ କରାଯାଇଥିଲା ଫ୍ଲଡ୍ ସେଲ୍ଟର ହେଇପାରିବ, ବାତ୍ୟା ଆଶ୍ରୟସ୍ଥଳୀ ହେଇପାରିବ ଏବଂ ଯେଉଁଟା ରାସ୍ତା ଭାଙ୍ଗି ଯାଉଛି ତାର ସ୍ପାନ୍ ଆମେ କେମିତି ବଢ଼େଇ ପାରିବୁ, ଏ ପ୍ରକାର ବି ଦୂରଦୃଷ୍ଟିକୁ ଆଖି ଆଗରେ ରଖି କାମ କରାଯାଇଛି। ଏବଂ ଆମେ ଏ ଦୁଇ ଦିନ ଭିତରେ ସମସ୍ତ ପଞ୍ଚାୟତର ମାନଙ୍କୁ ଆର୍ଆଇ ମାନଙ୍କୁ ତାଙ୍କର ଅଧିକାରୀମାନେ ରିପୋର୍ଟ ଦେବା ପାଇଁ କହିଛନ୍ତି। 2 ଦିନ ଭିତରେ ଆମେ ସିଆର୍ସିକୁ ସମସ୍ତ ରିପୋର୍ଟ ଦାଖଲ କରିବୁ। ଏହି ପ୍ରକାର ନିଷ୍ପତ୍ତି ନେଇଛୁ। ସାର୍ ନିଶ୍ଚିତ ଭାବରେ କହିବାକୁ ଗଲେ ଅନେକ ଲୋକ এই ବନ୍ୟା ପରିସ୍ଥିତି ଅପସରି ଯାଇଛି, କିନ୍ତୁ ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି, କିଛି ଲୋକ ସମ୍ପୂର୍ଣ୍ଣ ଭାବରେ ବାସହରା ହୋଇଛନ୍ତି, ତାଙ୍କ ପାଇଁ କ'ଣ ରହିବ? ଦେଖନ୍ତୁ, ସମ୍ପୂର୍ଣ୍ଣ ବାସହରାକୁ ଆମେ 7 ଦିନର ଖାଦ୍ୟ ଆମେ ବ୍ୟବସ୍ଥା କରୁଛୁ ଏବଂ 2 ଦିନର ଯେଉଁ ସମୟରେ ବର୍ଷା ଥିଲା 2 ଦିନର ଖାଇବାର ବ୍ୟବସ୍ଥା ହେଇଥିଲା। ତାପରେ ବି ଆମର ଯେଉଁ ବିଭାଗୀୟ କର୍ମକର୍ତ୍ତା ଅଛନ୍ତି ତଳ ସ୍ତରର, ଅସୁବିଧା ଯଦି ଦେଖାଦେବ ତାଙ୍କ ପାଖରୁ ରିପୋର୍ଟ କଲେକ୍ଟ କରି ପ୍ରଶାସନକୁ ଜଣାଇ ପ୍ରଶାସନ ସବୁ ବ୍ୟବସ୍ଥା କରିବେ। ଏ ପ୍ରକାର ବି ନିର୍ଣ୍ଣୟ ଆମେ ନେଇଛୁ। ଗତକାଲି କଲେକ୍ଟର ଏବଂ ସମସ୍ତ ବିଭାଗର ଅଧିକାରୀ ଜିଲ୍ଲା ସ୍ତରର ଯେତେବେଳେ ବୁଲିବା ସମୟରେ ଏ ପ୍ରକାର ଆମେ ପ୍ରତିଶ୍ରୁତି ଦେଇଛୁ। ଆଜି ବି ଆମର ନିର୍ଣ୍ଣୟ ଅଛି, ଯାହା ବି ବର୍ଷା ଦାଉରୁ କଷ୍ଟ ପାଇବେ ତାକୁ ଆମେ ଏ ସରକାର ସବୁ ମୁକାବିଲା ଠିକ୍ ଭାବରେ କରିଛନ୍ତି। ଆଜିର ବି ଏ ପରିସ୍ଥିତିକୁ ବି ଆମେ ଠିକ୍ଠାକ୍ ଭାବରେ ପାଳନ କରିବୁ। ବାଲିଚର ପାଇଁ ସାର୍ କ'ଣ ପଦକ୍ଷେପ ନେଇଛନ୍ତି ସରକାର? ବାଲିଚର ପାଇଁ ବି ଆମେ ଦେଖିଛୁ। ବାଲିଚରର ବି ଆମର ସେଣ୍ଡକାଷ୍ଟ ଅଛି। ସେଣ୍ଡକାଷ୍ଟରେ ଆମେ 119 ହେକ୍ଟର ଜମି ସେଣ୍ଡକାଷ୍ଟ ହେଇଛି, ତାର ବି ଆକଳନ ଆମେ କରିଛୁ ଏବଂ କେଉଁଠି ହେଇଛି ତାର ବି ଆକଳନ କରିଛୁ, କାହାର ହେଇଛି ତାର ବି ଆକଳନ କରିଛୁ।